କଳା ସାଧାରଣତଃ ପ୍ରାଚୀନ କଳାକୃତିକୁ ବୁଝାଏ ଯାହା ନିଜ ସ୍ଥାନୀୟ ସମ୍ପ୍ରଦାୟ କିମ୍ବା ଅଞ୍ଚଳରେ ସୃଜିତ ହୋଇଥାଏ। ଏହା ସାମ୍ପ୍ରଦାୟିକ ସଂସ୍କୃତି, ଆସ୍ଥା, ବିଚାର, ନୈତିକତା, କର୍ତ୍ତବ୍ୟ, ଦୈନିକ ଜୀବନକୁ ପ୍ରକାଶ କରେ। ଏବେ ଆମେ ଦେଖିବା ଏହି ଲୋକକଳା କେତେ ପ୍ରକାରର ଅଛି। ତେଣୁ ଲୋକକଳା ହେଉଛି ଦୁଇ ପ୍ରକାରର, ଦୃଶ୍ୟକଳା, ପ୍ରଦର୍ଶନୀ କଳା। ଦୃଶ୍ୟକଳା କହିଲେ କ'ଣ ବୁଝିବା? ଏହା କୌଣସି ବସ୍ତୁ ଉପରେ ବନାଯାଇଥିବା କଳା ଅଟେ। କାଗଜ, କାନ୍ଥ, ବାସନକୁସନ, ଲୁଗାପଟା, ଚଟାଣ ଇତ୍ୟାଦି ଉପରେ କରାଯାଇଥିବା ଚିତ୍ର ବା ପେଣ୍ଟିଂ ଇତ୍ୟାଦିକୁ ଆମେ ଦୃଶ୍ୟକଳା ବୋଲି କହିପାରିବା। ଏବେ ଆମେ ଦେଖିବା ପ୍ରଦର୍ଶନୀ କଳା। ଏହା ଏମିତି ଏକ କଳା ଯେଉଁଥିରେ ନାଚ, ଗୀତ ଇତ୍ୟାଦି ସାମିଲ ହୋଇଥାଏ, ଯାହା ଏକ ସମ୍ପ୍ରଦାୟରେ ବିଶ୍ୱାସ, ନୈତିକତା, ବିଚାର ଇତ୍ୟାଦିକୁ ଦର୍ଶାଇଥାଏ, ଯେମିତି କାଠପୁତଳା, ସଙ୍ଗୀତ ଓ ନୃତ୍ୟ। ତେଣୁ ଏବେ ବୁଝିବା ଏହି ଲୋକକଳା କାହିଁକି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ସମୁଦାୟର ପାରମ୍ପରିକ କଥାବସ୍ତୁ, ମୂଲ୍ୟଗତ ଭାବନାକୁ ଧାରଣ କରିଥାଏ, ଯାହା ସେମାନଙ୍କର ବିଶେଷ ପରିଚୟକୁ ପ୍ରତିବିମ୍ବିତ କରେ। ଲୋକକଳା ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଓ ସୌହାର୍ଦ୍ଦ୍ୟ ଭାବନାକୁ ବୃଦ୍ଧି କରିଥାଏ। ସେମାନଙ୍କର ସୃଜନାତ୍ମକତା ଗୁଣକୁ ପ୍ରଦର୍ଶନ କରିଥାଏ। ଜନଜାତି କଳା ବା ଯାହାକୁ ଆମେ ଲୋକକଳା କହୁଛେ, ତାହା ସାଧାରଣତଃ ଐତିହାସିକ ଘଟଣା, ସାମାଜିକ ସମସ୍ୟା ଓ ପ୍ରତିଦିନ ଜୀବନକୁ ପ୍ରତିବିମ୍ବିତ କରେ। ସ୍ଥାନୀୟ ଅର୍ଥନୀତିକୁ ସମର୍ଥନ କରେ, ଶିଳ୍ପ, ପର୍ଯ୍ୟଟନ ଇତ୍ୟାଦିକୁ ସମୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ସାଧାରଣ ହିସାବରେ କହିବାକୁ ଗଲେ ଲୋକକଳା ମାନବର ଭାବନାକୁ ପ୍ରକାଶ କରିବାରେ ଓ ସାଂସ୍କୃତିକ ବିଭିନ୍ନତାକୁ ରକ୍ଷା କରିବାରେ ସାହାଯ୍ୟ କରେ।